सुप्रभात मु नलिनी राउतराय आज ज्ञान ज्योति कांचनबाग रसिकलाल विद्यालय ऑनलाइन क्लास को समस्त को स्वागत जनाऊँगी। पिला माने घरे रही सुंदर भाव में पढ़ापढ़ी करथिबो बोली मोर आशा। आउ आज मु कौन करी आज अष्टम श्रेणी क्लास 8 क्लास कौन करी ओडिया पढ़ाई जीवी। आईटा हूँ प्रथम तुमर पाठ आज मानव मानव कहले कौन बोले आज मानव मानव कहले कौन बोले जानिछ मानव अर्थ होची मनीष जानि पारल। आज मानव आम पढ़ा आउ ए आज मानव को लिखिछंती श्रीमती कुमुदमाला महांती। आज कविता बा आज कविता को कवयित्री कुमुदमाला महांती लिखिछंती श्रीमती कुमुदमाला महांती। कवयित्री अटंती। जे कविता लिखे ताको आम कवि बोली कही था आउ जे कौन महिला हंती ताको आम कवयित्री बोली कही था। आज मनीष आमको कवयित्री महिला श्रीमती कुमुदमाला महांती लिखिछंती कौन लिखिछंती आज मानव विषय लिखिछंती। आज मानव कौन करछि ए दुनिया में कौन करिबो आगु जाइकरी कौन कले से कौन हबो ए पृथ्वी रे तृतीय विश्व युद्ध हेबो नाही केमिति ए पुरुष समाज ए मानव समाज कौन कौन करिबो ए पुरुष समाज ए मानव समाज तिष्ठि रही पारिबो सेति प्रति ध्यान देकी हमको आगरो चेतावनी देकी श्रीमती कुमुदमाला महांती एक कविता को उपस्थापना करिसंती। माने आज आमे आम भाषा और साहित्य बहिर प्रथम चैप्टर प्रथम पाठ आज मानव विषय पढ़ा पाई जाउछु। देखो समस्ते आज मानव मु ए जिनिस कौन करी ए जिनिस को आवृत्ति करी आवृत्ति कला पर तुम मैंने कौन कर से जिनिस को आवृत्ति कर कंठस्थ कर तेणु मु आगुरी कही रखुची समस्त पाखे ए बुक आउ कॉपी आउ पेंसिल रखिकी सामने बसंतु कहीं आज आम भाषा और आम साहित्य विषय आम कि पढ़ा और आज मानव विषय आम पुंखानुपुंख भाव में आमर श्रीमती कुमुदमाला महांती जो मार्गदर्शन करछंती सेटा को आम जानिबा। मु एक कविता को कौन करुछि आवृत्ति करुछि एभली आवृत्ति करिवो कंठस्थ करिकी जेतेबेले स्कूल खोला हेबो से समय तुम आसथिबो बोली मोर आशा। आ देख यही कविता को आवृत्ति करुछि। आजिर मानव एई दुनिया रे केते असहाय सते बंचिबार पाई विवेक विरुद्धे काम करुथाय केते। आजिर मानव एई दुनिया रे केते असहाय सते बंचिबार पाई विवेक विरुद्धे काम करुथाय केते।
ସେଠାରୁ ହୀନ ହୋଇ ତଥାପି ମଣିଷ ସମାଜରୁ ଧ୍ୱଂସ ପାଇନାହିଁ ଆଜି ଯାଏ। ମହାନ ହୋଇ ସେ ବଞ୍ଚିପାରେ ଯଦି ମଣିଷକୁ ଭଲ ପାଏ। ବିଦ୍ୟା ବୁଦ୍ଧି ଜ୍ଞାନ ଭରି ହୋଇ ସବୁ ରହିଛ ମଣିଷ ଠାରେ। ଅନ୍ତର ନିରେଖି ଦେଖିବା ପାଇଁ କି ଚିନ୍ତା କରେ ନାହିଁ ଥରେ। ବୁଝିପାରିଲ ସମସ୍ତେ? ପଢିବ। ଆଜିର ମାନବ ଏଇ ଦୁନିଆରେ କେତେ ଅସହାୟ ସତେ। ବଞ୍ଚିବାର ପାଇଁ ବିବେକ ବିରୁଦ୍ଧେ କାମ କରୁଥାଏ କେତେ। ଆମେ କଣ କରିବା ପିଲାମାନେ? ଏ କବିତାକୁ କଣ୍ଠସ୍ଥ କରିକି ଆସିବା। ଆଉ ଏ କବିତାର ଶବ୍ଦାର୍ଥ କିଛି ବ୍ଲାକବୋର୍ଡ ଲେଖା ହେଲେ ଲେଖି ନେବ। ଠିକ ଅଛି ପିଲାମାନେ? ଦେଖ ଶବ୍ଦାର୍ଥ। ଏବେ ଆମେ କଣ କରିବା? ଶବ୍ଦାର୍ଥ ଲେଖିବା। ଅସହାୟ, ଯାହାର କିଛି ସାହା ଭରସା ନଥାଏ, ନିରୁପାୟ ଲୋକ, ତାକୁ ଆମେ ଅସହାୟ ବୋଲି କହିଥାଉ। ସେପରି ସର୍ବନାଶ ବୋଲେ ଧ୍ୱଂସ, ନଷ୍ଟ, କ୍ଷତି। ଆମେ ସର୍ବନାଶ ମନେକର, ସର୍ବନାଶ ନେଇକି ବାକ୍ୟ ଗଠନ କର। ଅସହାୟ, ଯାହାର କିଛି ସାହା ଭରସା ନଥାଏ, ନିରୁପାୟ, ସର୍ବନାଶ, କ୍ଷତି, ଧ୍ୱଂସ, ନଷ୍ଟ। ଆମେ এই শব্ଦାর্থକୁ ପଢ଼ିବା ପାଇଁ ନିହାତି ଦରକାର। କାହିଁକି ଆମର ବାକ୍ୟ ଗଠନ ବି ଆସୁଛି। ସର୍ବନାଶକୁ ନେଇକି ବାକ୍ୟ ଗଠନ ଗୋଟେ ଆସିଲା, ତାହେଲେ ଆମେ ସର୍ବନାଶକୁ ନେଇକି ବାକ୍ୟ ଗଠନ କରିପାରିବା। ଯଦି ଜାଣିଥିବା କ୍ଷତି ହେବ, ଧ୍ୱଂସ, ନଷ୍ଟ, ଲିଖିପାରିବା ସର୍ବନାଶ। କେମିତି ଲିଖିବା? ଏବେ କ'ଣ? ବର୍ଷା ଅଭାବରୁ ଆମର ଧାନ ଚାଷଟି ନଷ୍ଟ ହେଇଗଲା। କେମିତି ଲିଖିପାରିବା? ଶ୍ରେଷ୍ଠ, ଶ୍ରେଷ୍ଠ କହିଲେ ମହାନ ବା ବଡ଼। ସୀମା, ସୀମା କହିଲେ ତାର ଶେଷ ସୀମା। ସୀମାଙ୍କନ, ସୀମା ଟପିଯିବା, ଶାଳୀନତା ବା ଶିଷ୍ଟାଚାର। ବୁଝିଲ? ନିରେଖି, ଦେଖ ବା ଦେଖିବା। ଶ୍ମଶାନ, ଶବଦାହ ସ୍ଥାନ, ମଶାଣୀ, ପ୍ରେତଭୂମି, ଯେଉଁ ପାଖରେ ମରିଥିବା ଲୋକକୁ ନେଇ ଲୋକେ କ'ଣ କରନ୍ତି? ଦାହ କରନ୍ତି। ସେ ପାଖକୁ ଆମେ ଶ୍ମଶାନ ଭୂମି ବୋଲି କହିଥାଉ, ପ୍ରେତଭୂମି ବୋଲି କହିଥାଉ। ସନ୍ଦେଶ, ସନ୍ଦେଶ କହିଲେ ବାର୍ତ୍ତା ଦେବା। ଆମେ ଏଇ ବୁକ୍ର ପ୍ରଥମ ଚାପ୍ଟରର ପ୍ରଥମ କ'ଣ କି ପେଜ୍ ଶେଷ ହେଇଯାଇଛି। ଏବେ କ'ଣ କରିବା ପିଲାମାନେ? ଆମେ ବୁଝିବା। ଆଜିର ମାନବ ବିଷୟରେ ମୁଦମାଳା ମହାନ୍ତି ଆମ ସମସ୍ତଙ୍କୁ କିଭଳି ମାର୍ଗଦର୍ଶନ କରିଛନ୍ତି, ସେସବୁ ବିଷୟରେ ଆମେ ଜାଣିବା। ଆଜିର ମାନବ এই ଦୁନିଆରେ କେତେ ଅସହାୟ ସତେ। ବଞ୍ଚିବାର ପାଇଁ ବିବେକ ବିରୁଦ୍ଧେ କାମ କରୁଥାଏ କେତେ। ଆଜିର ମଣିଷ এই ଦୁନିଆରେ କେତେ ଅସହାୟ, ତାର ନିରୁପାୟ ହୋଇ ପଡ଼ିଛି ଆଜିର ମଣିଷ। ଆଉ ବଞ୍ଚିବା ପାଇଁ, ଖାଇବା ପାଇଁ କିଛି ପାଇବାକୁ ହେଲେ କିଛି କାମ କରିବାକୁ ପଡ଼ିବ। ତେଣୁ ସେ କ'ଣ କରିଛି? ଆଜି ଏତେ ପୃଥିବୀରେ ଏତେ ପରିମାଣରେ କ'ଣ ହିଂସା ବଢ଼ିବା ପାଇଁ ଚାଲିଛି। ସେଥିପାଇଁ କ'ଣ କରୁଛି ମଣିଷ? ଆଜି ପେଟ ପାଇଁ, ଦାନା କନା ପାଇଁ ମଣିଷ କ'ଣ କରୁଛି? ବିବେକ ବିରୁଦ୍ଧରେ କାମ କରୁଛି। ବିବେକ ବିରୁଦ୍ଧରେ କାମ କରିବା ମାନେ ଆମର ମନ କ'ଣ କରୁଥାଏ? ମନ ଆଉ ଗୋଟେ ବିବେକ, ଏଇଟା ହେଉଛନ୍ତି ଦୁଇ ଜଣ ଚୋର, ଗୋଟେ ପୋଲିସ। ଜାଣିବ, ଗୋଟେ ହେଉଛି ଚୋର, ଗୋଟେ ହେଉଛି ପୋଲିସ। ପୋଲିସ କିଏ? ବିବେକ। ମନ ହେଉଛି ଚୋର। ବୁଝିପାରିଲ? ତ ଆମେ କ'ଣ କରୁଛୁ ପିଲାମାନେ? ମନ କ'ଣ କହୁଛି? କେଉଁ ପିଲାର କଲମ ଗୋଟେ ଧରି ଆଣିବି କି? କିନ୍ତୁ ବିବେକ କ'ଣ କରେ? ସବୁବେଳେ ବାଧା ସୃଷ୍ଟି କରିଥାଏ। ନାଇଁ ନାଇଁ, ସେ କାମ ଭୁଲ କାମ, ସେଇଟା ତୁ କରନି ବୋଲିକି କହିଥାଏ। କିନ୍ତୁ ମଣିଷ କ'ଣ କରୁଛି? ବଞ୍ଚିବାର ପାଇଁ, ପେଟ, এই ଦୁଇଟି ଅକ୍ଷର ପାଇଁ ସେ କ'ଣ କରୁଛି? ଆଜି ବିବେକ ବିରୁଦ୍ଧରେ କାମ କରୁଛି। କ'ଣ କରୁଛି? ଲୁଟ କରୁଛି, ଲୁଟ ତରାଜ କରୁଛି, ମଣିଷକୁ ହାଣି ଦେଉଛି, ମଣିଷ ବିରୁଦ୍ଧରେ
କାମ କରିବାରେ ଆଗବର ହେଇ ଉଠୁଛି। କାହିଁକି? ପେଟ ଚାଖଣ୍ଡକ ପାଇଁ। ମଣିଷ ହୋଇ ସେ ମଣିଷମାନଙ୍କୁ କରିଥାଏ ସର୍ବନାଶ। କେମିତି? ଆଜି ଭାଇ ଭାଇ କ'ଣ କରୁଛି? ଜମି ମାମଲାରେ ଭାଇ ବଡ଼ ଭାଇ ସାନ ଭାଇକୁ ହାଣି ଦେଉଛି, ସାନ ଭାଇ ବଡ଼ ଭାଇକୁ ହାଣି ଦେଉଛି। କାହା ଘରେ ଗୋଟେ ବଡ଼ ବିଲ୍ଡିଂ ତିଆରି କରିଛି, ତାକୁ ଆମେ କ'ଣ କରୁଛୁ? ତାକୁ ଯାଇକି ବ୍ଲାଷ୍ଟ କରିଦେଉଛୁ। କାହାର ଗୋଟେ ଗାଡ଼ି ଅଛି, କାର୍ ଅଛି, ସେ ପାଖରେ ଯାଇକି ଗୋଟେ ବମ୍ ଲଗାଇ ଦେଉଛୁ। ଏମିତି ମଣିଷ କ'ଣ କରୁଛି? ସବୁବେଳେ ଅନ୍ୟ ଜଣଙ୍କର କ୍ଷତି ସାଧନ କରିବାରେ ବ୍ୟସ୍ତ ହୋଇପଡ଼ୁଛି। ଦୁନିଆରେ ସିଏ ଶ୍ରେଷ୍ଠ ଜୀବ ବୋଲି କିଏ କରିବ ବିଶ୍ୱାସ? ଏ ମଣିଷ ଯଦି ଏମିତି କାମ କଲା ତାହେଲେ ଶ୍ରେଷ୍ଠ ଜୀବ ବୋଲିକି କିଏ ବିଶ୍ୱାସ କରିବ କି? କାହିଁକି? ସେ ବିବେକ ବିରୁଦ୍ଧରେ ସବୁବେଳେ କାମ କରୁଛି। ଦେଖ, ପଶୁପକ୍ଷୀମାନେ କ'ଣ କରୁଛନ୍ତି? ସେମାନେ ନିଜର ବସାରେ ରହୁଛନ୍ତି। ସକାଳ ଯେତେବେଳେ ହେଇଗଲା ସେତେବେଳେ ସେମାନେ କ'ଣ କରୁଛନ୍ତି? ଖାଦ୍ୟ ଅନ୍ୱେଷଣ ପାଇଁ ଚାଲି ଯାଉଛନ୍ତି ଦୂର ଦୂରାନ୍ତରକୁ। ଆଉ ସେମାନଙ୍କ ଭିତରେ ସୀମାରେଖା ନାହିଁ କି ପାଟିତୁଣ୍ଡ ନାହିଁ କି ସେମାନେ ସେଇ ଜିନିଷକୁ ମାନିବା ପାଇଁ ବାଧ୍ୟ। ସେମାନଙ୍କ ପାଖରେ କାହିଁକି? ବୁଦ୍ଧି ବିଦ୍ୟା ଜ୍ଞାନର ଅଭାବ ଅଛି। କିନ୍ତୁ ମଣିଷ ପାଖରେ ସବୁ ଥାଏ, ସେ କ'ଣ କରୁଛି? ବିବେକ ବିରୁଦ୍ଧରେ କାମ କରୁଛି। ବୁଝିପାରିଲ? ପଶୁପକ୍ଷୀ ଆଦି ଯେତେଛନ୍ତି ପ୍ରାଣୀ ମାନନ୍ତିନି ସୀମାରେଖା। କାହିଁକି? ସେମାନଙ୍କ ପାଖରେ ବୁଦ୍ଧି ଜ୍ଞାନ ନାହିଁ କିଛି। ସେମାନଙ୍କୁ ଅଟକାଇ ପାରିବନି କି କହିପାରିବନି କି ଏଇ ରାସ୍ତାରେ ତୁ ଯିବୁ, ସେଇ ରାସ୍ତାରେ ତୁ ଯିବୁ, କି ଏ ରାସ୍ତା ତୋ ପାଇଁ ବନ୍ଦ ଅଛି, ସେଇଟା କହିପାରିବ ନାହିଁ। କାହିଁକି? ତା ପାଖରେ ବୁଦ୍ଧି ବିଦ୍ୟା କିଛି ନାହିଁ। ସୀମାଙ୍କନ କରି ମଣିଷ ଚଳେ କିଏ ଦେଲା ଏ ଶିକ୍ଷା? କିନ୍ତୁ ମଣିଷ କ'ଣ କରିଛି? ସୀମାଙ୍କନ କରୁଛି। ମଣିଷ ସୀମା ପାର ହେଇଯାଉଛି। ଜାତି ଧର୍ମ କିଛି ମାନନ୍ତିନି ପକ୍ଷୀ, ଭେଦଭାବ ତାଙ୍କ ନାହିଁ। ଆମ ମଣିଷ ସମାଜରେ ବିଭିନ୍ନ ଧର୍ମକୁ ନେଇକି ଭେଦଭାବ ସୃଷ୍ଟି ହେଇଛି। ଜାଣିଛ ସମସ୍ତେ, ଏଇଟା ହେଉଛି ମୁସଲିମ, ଏଇଟା ହେଉଛି ହିନ୍ଦୁ, ଏଇଟା ହେଉଛି ଖ୍ରୀଷ୍ଟିଆନ, ଏମିତି ଜାତି ଧର୍ମ ରହିଛି ଆମ ଭାରତରେ। ଭାରତ ହେଉଛି ସର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର। ସବୁ ଧର୍ମର ଲୋକମାନଙ୍କୁ ଏ ପାଖରେ ସ୍ଥାନ ଅଛି। ତଥାପି ବି ମଣିଷ କ'ଣ କରିଛି? ଜାତି ଧର୍ମ କିଛି ମାନନ୍ତିନି ପକ୍ଷୀ। କିନ୍ତୁ ପକ୍ଷୀମାନଙ୍କ ଭିତରେ ଏଇ ଜାତି ଧର୍ମଟା କିଛି ନାହିଁ। ସେମାନେ ପକ୍ଷୀ ଜାତି କହିଲେ ସମାନ, ସମସ୍ତେ ସମାନ ବୋଲିକି ଚଳନ୍ତି। ଆଉ ଭେଦଭାବ ତାଙ୍କ ଭିତରେ ଏଇ ଛୋଟ ଏଇ ବଡ଼, ମୁଁ ଗରିବ, ସେ ମହାଜନ, ସେ ଧନୀ, ଏମିତି ତାଙ୍କ ମନ ଭିତରେ ନାହିଁ। ଆଧୁନିକ ଯୁଗ ମଣିଷମାନ ପଶୁଠାରେ ହିଁ ନ ହୋଇ, କିନ୍ତୁ ଆଧୁନିକ ଯୁଗର ମଣିଷ ଏସବୁ କିଛି ମାନେ ନାହିଁ। ସେ ସବୁବେଳେ ଧର୍ମକୁ ଭାବେ, ଜାତି ଧର୍ମକୁ ସେ ଭୁଲିଯାଏ। ସେ କ'ଣ କରେ? ସେ କ'ଣ କରେ? ଆଧୁନିକ ଯୁଗର ମଣିଷ ପଶୁଠାରୁ ମଧ୍ୟ ହୀନ ହୋଇଯାଇଛି। କାହିଁକି? ଏଇଟା ଛୋଟ ଛୁଆ, ଏଇଟା ବଡ଼ ଛୁଆ, ଏଇ ଭଲ କାମ କରିବା, ମନ୍ଦ କାମ କରିବା, ଏଇଟା ଭଲ ନୁହଁ, ଏଇ କଥାକୁ ସେ ବିଚାର କରି ପାରେ ନାହିଁ। କାହିଁକି? ତା ପାଖରେ ବୁଦ୍ଧି ବିଦ୍ୟା ସବୁ ଭରି ରହିଥିଲେ ମଧ୍ୟ, ଜ୍ଞାନ କୌଶଳ ଭରି ରହିଥିଲେ ମଧ୍ୟ ଆଜିର ମଣିଷ ଅବିବେକ ହେଇ ପଡ଼ିଛି, ବିବେକ ବିରୁଦ୍ଧରେ କାମ କରୁଛି। ତଥାପି ମଣିଷ ସମାଜର ଧ୍ୱଂସ ପାଇନାହିଁ ଆଜି ଯାଏଁ। ତଥାପି ମଣିଷ ଦେଖୁଛ, ଆଜିର ମଣିଷ ଆଧୁନିକ ଯୁଗର ମଣିଷ କ'ଣ କରୁଛି? କେତେ ବଡ଼ ବଡ଼ ଫ୍ୟାକ୍ଟ୍ରି ତିଆରି କରୁଛି, ବଡ଼ ବଡ଼ ଆମର ପୁଷ୍ପକ ବିମାନକୁ ଦେଖିକି ଏରୋପ୍ଲେନ୍ ତିଆରି କରୁଛି। ଦେଖ, ଆଧୁନିକ ଯୁଗର ମଣିଷ କେତେ ସୁନ୍ଦର କ'ଣ କରୁଛି? ମୋବାଇଲ ତିଆରି କଲାଣି, ଯାହାଫଳରେ 1 ସେକେଣ୍ଡରେ ଆମେ ସବୁକିଛି ଜାଣିପାରିବା। ବୁଝିପାରିଲ ସମସ୍ତେ? ଆଧୁନିକ ଯୁଗ ମଣିଷମାନେ ପଶୁଠାରେ ହୀନ ହୋଇ, କିନ୍ତୁ ଆଜିର ମଣିଷ କ'ଣ କରୁଛି? ତାର ବିବେକ ବିରୁଦ୍ଧରେ, ତା ପାଖରେ ଯେତେ ଜ୍ଞାନ କୌଶଳ ଥିଲେ ମଧ୍ୟ ସେ କ'ଣ କରୁଛି? ବଞ୍ଚିବା ପାଇଁ ବିବେକ ବିରୁଦ୍ଧରେ କାମ କରୁଛି। ବୁଝିପାରିଲ ସମସ୍ତେ? ତଥାପି ମଣିଷ ସମାଜର ଧ୍ୱଂସ ପାଇନାହିଁ ଆଜି ଯାଏ। କାହିଁକି? ଆଜି ଏ ପୃଥିବୀ ସମାଜରେ, ଏ ପୃଥିବୀରେ ମଣିଷ ସମାଜଟା ଧ୍ୱଂସ ପାଇନାହିଁ ଜାଣିଥିବ। କାରଣ ତା ପାଖରେ ଜ୍ଞାନ ରହିଛି, ବିଦ୍ୟା ରହିଛି, ବୁଦ୍ଧି ରହିଛି। ସେଥିପାଇଁ ଆଜିର ମଣିଷ ଏଇ ସମାଜରୁ ଧ୍ୱଂସ ପାଇ ନାହିଁ। କାହିଁକି? ତା ପାଖରେ ବିଚକ୍ଷଣ ବୁଦ୍ଧି ରହିଛି। ମହାନ ହୋଇ ସେ ବଞ୍ଚିପାରେ ଯଦି ମଣିଷକୁ ଭଲ ପାଏ, ଯଦି ବି ଏ ପୃଥିବୀରେ ସେ କ'ଣ କରିବ? ବଞ୍ଚିବାକୁ ଚାହିଁବ, ତାହେଲେ ତାର ଭଲ ବୁଦ୍ଧି ବିବେକ ଖଟେଇକି ସେ ରହିପାରିବ। କାହିଁକି? ଅନ୍ୟ
जेमती प्रथम विश्व युद्ध चलुची द्वितीय विश्व युद्ध चलुची सेतिकी बेले कौन हम आमर मनुष्य समाजटा ध्वंस हो विद्या बुद्धि ज्ञान मनुष्य ठारे भरी रही तथापि भी से तार अंतर को तार हृदय को से कौन करुँची निरेखी देखुना है से चिंता भी करूना कि कौन आगे जाकि कौन हम बोलिकी से भाभी पारू ना बुझल कि एतिक बुझिपार सब लेखि सरइले तो पिला माने एतिकी सरछि तापर हम कोन करबा पछपट पृष्ठा लेउटेइबा पछपट रे जहा अछि सेटा को आवृत्ति करबी त माने कंठस्थ करबो बुझि पारलो तृतीय विश्व युद्ध जदि हेब सबुठारु घृण्य बंची रहिबेनी किए दुनिया रे विश्व होइब श्मशान पशु पक्षी ठारू शिख स्वाधीनता शिख प्रेमर संदेश सुदूरीबा पाई चेष्टा तू न कले अकारणे जीवनाश श्रेष्ठ जन्म पाई एते बड़ होई कहीं एते छोट मन दया प्रेम कर सबु मणिषंकु बंचिथिबु जेते दिन अन्यर मुहरे हस फुटाइबा हेउ जीवनर व्रत पशु पक्षी ठारू हुओ नाही हीन प्रमाण कर ए सत्य हीन मना होई बंचिबाकु चाहे जदि आजिर मानव मानव पद बाच्या हेब नाही होई जीव से दानव तृतीय विश्व युद्ध जदि हेब सबुठारु घृण्य बंची रहिबेनी किए दुनिया रे विश्व होइब श्मशान आम कौन करबा एबे आमे शब्दार्थ लिखि नेबा पिला माने शब्दार्थ लिखि हमरा युद्ध कहले संग्राम समर सुदूरीबा बेदारर धारा को आसीबा बा विशृंखलार शृंखला को आसीबा नाश कहले क्षति व्रत कहले तपस्या संयम आ गोटे व्रत कहवा से व्रत कहले उपवास हीन कहले निज बा छोट प्रमाण कहले सत्य सत्य विचार दानव कहले असुर दैत्य बा राक्षस एमानकु बुझा जाए आज हम कौन करबा आम आज मानव प्रथम पृष्ठाटी शेष हो जाए द्वितीय पृष्ठा को आमे आसीबा देखिबा तृतीय विश्व युद्ध जदि हेब सबुठारु घृण्य बंची रहिबेनी किए दुनिया रे विश्व होइब श्मशान मु तो प्रथम रे भाबुची प्रथम विश्व युद्ध हेतिला द्वितीय विश्व युद्ध हेतिला एबे जो कोरोना भाइरस आसी तार जदि आमे सुंदर भाबरे सुस्थ रहिकी घरे न रहिबा सरकार नीति नियम को न मानिबा ताहले एटा तृतीय विश्व युद्ध सहित समान हो बोलिकी मनरे धारणा आसी तृतीय विश्व युद्ध जदि हेब सबुठारु घृण्य मुझे कहूली कोरोना भाइरस आई एटा तृतीय विश्व युद्ध बोलिकी धरा जाई पारे कहीं आम जदि सरकार निर्देश न मानिबा ताहले आम समस्ते कौन करवा एथिरे ही तृतीय विश्व युद्ध समाप्त हम बंची रहिबेनी किए दुनिया रे विश्व होइब श्मशान कौन कर विश्वटा विश्व कहीं रहिबेनी कहीं मनीष विवेक विरुद्ध काम करुच्ची कौन करुच्ची विवेक विरुद्ध काम करुच्ची जो काम करा जिबा कथा नुह से काम को करि बसुची जेमिति चीन करिछि सेमति जदि काम करिबा ताहले दुनिया रे केहि रहिबे नाही तृतीय विश्व युद्धटा आरंभ हो जिवो
ପଶୁପକ୍ଷୀ ଠାରୁ ଶିଖ ସ୍ୱାଧୀନତା, ଶିଖ ପ୍ରେମର ସନ୍ଦେଶ। ସେମାନଙ୍କ ଭିତରେ ପଶୁପକ୍ଷୀ ଠାରେ କେମିତି ପ୍ରେମ ମନୋଭାବଟା ରହିଛି। ସମସ୍ତେ ସାଙ୍ଗରେ ଯିବେ, ସାଙ୍ଗରେ କ'ଣ କରିବେ? ଖାଦ୍ୟ ଅନ୍ୱେଷଣ କରିବା ପାଇଁ ଯିବେ। ଦେଖିଥିବ ଆକାଶରେ ଖାଦ୍ୟ ଅନ୍ୱେଷଣ ପାଇଁ ପକ୍ଷୀମାନେ ସାଙ୍ଗ ହେଇକି ଯାଆନ୍ତି। ଆଉ କ'ଣ କରନ୍ତି? ଫେରିବା ସମୟରେ ମଧ୍ୟ ସାଙ୍ଗ ହେଇକି ଫେରନ୍ତି। କିନ୍ତୁ ମଣିଷ ପାଖରେ ଯେଉଁ ଅହଂ ଭାବନାଟା ରହିଛି, ଯେଉଁ ଗର୍ବ ଭାବନାଟା ରହିଛି, ଯେଉଁ ତାର ଭିତରେ ଯେଉଁ ମାନବିକତା ଭଳି ଜିନିଷ ନାହିଁ ମାନବ ପ୍ରତି, ସେ ମନୋଭାବ ଯଦି ରଖିବା ତାହେଲେ ନିଶ୍ଚିତ ରୂପରେ ଆମ ପୃଥିବୀରେ ତୃତୀୟ ବିଶ୍ୱଯୁଦ୍ଧ ହେବ। ଆଉ ଏଇ ବିଶ୍ୱଟା ଶ୍ମଶାନ ପାଲଟିଯିବ ବା ପ୍ରେତଭୂମି ପାଲଟିଯିବ। ତେଣୁ ଆମେ କ'ଣ କରିବା ପାଇଁ ଆମକୁ କବୟିତ୍ରୀ କୁମୁଦମାଳା ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି? ଆମକୁ ପଶୁ ପକ୍ଷୀ ଠାରୁ ହେଲେ କିଛି ସ୍ୱାଧୀନତା ଶିଖ ବୋଲିକି କହିଛନ୍ତି। ଆଉ ପ୍ରେମର ସନ୍ଦେଶ ଶିଖିବା ପାଇଁ କହିଛନ୍ତି। ଯେମିତି ପିମ୍ପୁଡ଼ିମାନେ ଯିବା ସମୟରେ ଦେଖିବ, ପିମ୍ପୁଡ଼ିମାନେ ଯିବା ସମୟରେ ଦେଖିବ ଗୋଟିଏ ଲାଇନରେ ଯାଆନ୍ତି। କିନ୍ତୁ ମାନବ ପାଖରେ କ'ଣ ନାହିଁ? ସେ ବୁଦ୍ଧି ଜ୍ଞାନ ନାହିଁ। ଅଛି କିଛି ଜ୍ଞାନ କୌଶଳ ଶିଖିଛି, କିନ୍ତୁ ସେ ବିବେକ ବିରୁଦ୍ଧରେ ହିଁ କାମ କରୁଛି। ଆମେ କ'ଣ କରିଥାଉ? ଗୋଟେ ଲାଇନରେ ଯିବାଟା ଶିଖିବୁନି। ପିମ୍ପୁଡ଼ି ଠାରୁ ହେଲେ କିଛି ଶିକ୍ଷା କରିବା ପାଇଁ କବିମାନେ ମଧ୍ୟ ନିର୍ଦ୍ଦେଶ ଦିଅନ୍ତି। ତେଣୁ ଏ ପାଖରେ କୁମୁଦମାଳା ମହାନ୍ତି ଆମକୁ ପଶୁପକ୍ଷୀ ଠାରୁ ସ୍ୱାଧୀନତା ଶିଖିବା କଥା କହିଛନ୍ତି। ଆଜି ସ୍ୱାଧୀନତା କହିଲେ ଭାରତ ସିନା ସ୍ୱାଧୀନତା ହେଇଯାଇଛି, କିନ୍ତୁ ଆଜି ଏ ନାରୀ ପୁରୁଷ ଶାସିତ ସମାଜ, ନାରୀ ଜାତି ସ୍ୱାଧୀନତା ପାଇପାରି ନାହାନ୍ତି। ଆମେ ଆଗକୁ ଦେଖୁଥିବା, ସବୁକିଛି ପେପରରେ ପଢ଼ୁଥିବା, ନାରୀ ଜାତିକୁ କେମିତି ଅବମାନନା କରାଯାଉଛି, ଆଉ ତାକୁ ସ୍ୱାଧୀନତା ମିଳେନି। ତାକୁ ପରିବାର ଲୋକ ଯେମିତି ଖଟେଇବେ ସେମିତି ସେ ଖଟିଥାଏ। ଆଜି ସେ ପାଖକୁ ଯିବନି କହିଲେ ଯିବନି, ତୁ ଆଜି ଘର କୋଣରେ ରହିବୁ, ଘର କୋଣରେ ରହିବ। ଏମିତି ସ୍ୱାଧୀନତା ଆଜି ସ୍ୱାଧୀନ ଥାଇ ମଧ୍ୟ ଆଜି ସ୍ୱାଧୀନତା ପାଇନାହିଁ ନାରୀ ସମାଜ। ରାତିରେ ଗୋଡ଼ ପଦାକୁ ବାହାର କରିପାରିବ ନାହିଁ। ଏଇଟା ହେଉଛି ନାରୀ ଜାତିର ଅସମ୍ମାନ। ତେଣୁ ଆମେ କ'ଣ କରିବା? ତେଣୁ ପଶୁପକ୍ଷୀ ଠାରୁ କିଛି ସ୍ୱାଧୀନତା ଶିଖ ବୋଲିକି ଆମକୁ କୁମୁଦମାଳା ମହାନ୍ତି କହିଛନ୍ତି। ସୁଧୁରିବା ପାଇଁ ଚେଷ୍ଟା ତୁ ନ କଲେ ଅକାରଣ ଯିବୁ ନାଶ। ଯଦି ପଶୁପକ୍ଷୀ ଠାରୁ କିଛି ଯଦି ସ୍ୱାଧୀନତାର ଜିନିଷ ବା ସ୍ୱାଧୀନତାର ମନ୍ତ୍ର କିଛି ଶିଖିପାରିବୁନି, ତାହେଲେ ତୁ କ'ଣ କରିବୁ? ଅକାରଣ ନାଶ ହେଇଯିବୁ, କ୍ଷତି ଘଟିବ, ତୋର ଧ୍ୱଂସ ପାଇଯିବୁ ଦୁନିଆକୁ। ତୁ ଶ୍ରେଷ୍ଠ ଜନ୍ମ ପାଇଛୁ। ଏଇ ପୃଥିବୀରେ ସମସ୍ତଙ୍କର ଜନ୍ମ ଭିତରେ, ପଶୁ ପକ୍ଷୀ ହିଂସ୍ର ଜନ୍ତୁ ସମସ୍ତଙ୍କ ଭିତରୁ ଶ୍ରେଷ୍ଠ ଜନ୍ମ ପାଇଛୁ ତୁ ମଣିଷ ସମାଜରେ। ତୁ ମାନବ, ତୋ ପାଖରେ ଜ୍ଞାନ କୌଶଳ ସବୁବେଳେ ରହିଛି, କିନ୍ତୁ ତୁ ବିବେକ ବିରୁଦ୍ଧରେ କାମ କରୁଥିବାରୁ ତୋତେ ଆଜି ତୋର ଛୋଟ ମନରେ କାହିଁକି ଆଜି ଚଳୁଛୁ? ହୀନ ମନ ହେଇକି କାହିଁକି ରହୁଛୁ? ନିଜ ମନ କାହିଁକି ଦେଖୁଛୁ? ଶ୍ରେଷ୍ଠ ଜନ୍ମ ପାଇ ଏତେ ବଡ଼ ହୋଇ କାହିଁକି ଏତେ ଛୋଟ ମନ? କାହିଁକି ଶ୍ରେଷ୍ଠ ଜୀବ ହେଇଛୁ? କାହିଁକି ମଣିଷକୁ କାହିଁକି ଆମେ ଶ୍ରେଷ୍ଠ ଜୀବ ବୋଲି କହିବା? ସେ ବଡ଼ ହିଂସ୍ର ଜନ୍ତୁ ଯେମିତିକି ବାଘ, ସିଂହ, ହାତୀ ଭଳି ପରାକ୍ରମଶାଳୀ ପଶୁ ଜନ୍ତୁମାନଙ୍କୁ ମଣିଷ କ'ଣ କରିଥାଏ? ନିଜ କବଳରେ ଆଣିପାରିଥାଏ, ନିଜେ ପୋଷା ମନେଇ ପାରିଥାଏ। ତେଣୁ ମଣିଷକୁ ଶ୍ରେଷ୍ଠ ଜୀବ ବୋଲିକି ପୃଥିବୀରେ ଧରାଯାଇଛି। এই শ্রেষ্ঠ জীব হয়ে পশুপক্ষী মানুষ আয়ত্ত করে তথাপি বি তু কণ করছু? তো পাখে এত ছোট মন অছি, যে ছোট মন নেই কি চলিবু এই দুনিয়ারে, তাহলে এই সমাজ এই পৃথিবী ধ্বংস পাল্টি যাব। তেণু তু কণ করিব? দয়া প্রেম কর, সবু মানুষকে বঞ্চিবু, বঞ্চিথিবু যেতে দিন তু কণ করিবু? যেতে দিন পর্যন্ত এই পৃথিবীরে জন্মগ্রহণ করিছু, তোর মর শরীরটা রয়েছে, তোর শরীর যেতে দিন পর্যন্ত রহব, সেই শরীর থাকা পর্যন্ত তু কণ কর? সমস্ত ছোট বড় জাতি ধর্ম ন ভাবিকি তু কণ কর? সমস্ত প্রেম করিবাটা শিখ, যাফଳରେ এই পৃথিবীরে মଣିষ সমাজটা বঞ্চি রহব। ଅନ୍ୟରେ ମୁହଁରେ ହସ ଫୁଟାଇବା ହେଉ ଜୀବନର ବ୍ରତ। ତୁ କ'ଣ କର? ତୁ ଜୀବନକୁ ଅନ୍ୟ ମୁହଁରେ ହସ ଫୁଟାଇବା ହେଉ ଜୀବନର ବ୍ରତ। ତୁ କ'ଣ କରିବୁ? ଗରିବ ଦୁଃଖୀ ଦୁନିଆରେ ଅସହାୟ ଲୋକମାନେ ପଡ଼ି ରହୁଛନ୍ତି, ସେମାନଙ୍କୁ ତୁ କ'ଣ କରିବୁ? ପ୍ରେମର କଥା କହି ଦୟା ଦେଖେଇକି ତୁ କ'ଣ କରିବୁ? ସେମାନଙ୍କର ଗରିବ ମୁହଁରେ କିଛି ଖାଦ୍ୟ ଦେଇ
ଶୋଷିଲା ମୁହଁରେ କିଛି ପାଣି ଦେଇକି ତୁ କ'ଣ କରିବୁ, ତାଙ୍କ ଜୀବନରେ କ'ଣ କରିବୁ, ବଞ୍ଚିବାର ରାହା ଦେବୁ, ଯାହାଫଳରେ ତୁ ମଣିଷ ପରି ବଞ୍ଚିବୁ, ଆଉ ଜୀବନର ତୋର ବ୍ରତ ହେବ ବୋଲିକି ସେଇ କଥା କହିଛନ୍ତି କୁମୁଦମାଳା ମହାନ୍ତି। ପଶୁ ପକ୍ଷୀ ଠାରୁ ହୁଅ ନାହିଁ ପ୍ରମାଣର ସତ୍ୟ, ତୁ କ'ଣ କରିବୁ, ଯୁକ୍ତିସଙ୍ଗତ ଭାବରେ ସତ୍ୟ ସତ୍ୟ ବିଚାର କରିକି ଦେ, ଯେ ସତ୍ୟ ସତ୍ୟ ବିଚାର କର, ଯାହାଫଳରେ ତୁ କ'ଣ କରିବୁ, ହୀନ ମନା ହେଇକି ବଞ୍ଚିବୁ ନାହିଁ। ଆଉ ପ୍ରମାଣ କର, ପଶୁ ପକ୍ଷୀ ଠାରୁ ତମେ କ'ଣ କର, ପଶୁ ପକ୍ଷୀ ପାଖରେ ଜ୍ଞାନ ବୁଦ୍ଧି ବିବେକ କିଛି ନାହିଁ, ତଥାପି ବି ସେ ମଣିଷ କ'ଣ କରୁଛି, ତା ଆୟତ୍ତ ବଳରେ ପଶୁମାନଙ୍କୁ ଯଦି ଆ ବୋଲିକରି ଡାକିବ ସେ ଆସିଥାଏ, ଯା ବୋଲିକରି କହିବ ସେ ଯିବ। ସେମିତି ତୁ କ'ଣ କରୁଛୁ, ତୁ ଏଇ ଦୁନିଆରେ ଶ୍ରେଷ୍ଠ ଜୀବ, ଶ୍ରେଷ୍ଠ ଜନ୍ମ ପାଇଛୁ, ଶ୍ରେଷ୍ଠ ଜୀବ ହେଇଛୁ, ହେଲେ ପଶୁପକ୍ଷୀ ଠାରୁ ହୁଅ ନାହିଁ ହୀନ, ପଶୁପକ୍ଷୀମାନଙ୍କରୁ ତୁ ହୀନ ହୁଅ ନାହିଁ, ଛୋଟ ହେଇ ନଯା, ତୁ ନିଚ ବୋଲିକିରି ନିଚ ହେଇ ନଯା। କାହିଁକି, ଯଦି ଭଲ ବୋଲିକିରି ଭାବୁଛୁ, ବଞ୍ଚିବାକୁ ଚାହୁଁଛୁ, ଯଦି ଆଜିର ମାନବ ହେଇକି ବଞ୍ଚିବାକୁ ଚାହୁଁଛୁ, ତାହେଲେ ତୁ କ'ଣ କରିବୁ, ସମସ୍ତଙ୍କୁ ପ୍ରେମ କରିବାଟା ଶିଖ, ସମସ୍ତଙ୍କ ପାଖରେ ଦୟା ଦେଖାଇବାଟା ଶିଖ, ଅନ୍ୟ ମୁହଁରେ ହସ ଫୁଟେଇବାଟା ଶିଖ, ତାପରେ ଦୁଃଖୀ ଦରିଦ୍ରମାନଙ୍କୁ କ'ଣ କରିବା, ସାହାଯ୍ୟ କରିବାଟା ଶିଖ। ତାହେଲେ ତୁ ଏଇ ଦୁନିଆରେ ମାନବ ବୋଲି ପଦବାଚ୍ୟ ପାଇପାରିବୁ, ମାନବ ବୋଲି ଗଣିତ ହେବୁ, ନହେଲେ ତୁ କ'ଣ ହେବୁ, ଦାନବ ସାଜିଯିବୁ, ରାକ୍ଷସ ପାଲଟିଯିବୁ। ରାକ୍ଷସମାନେ ଯେମିତି ଲୋକମାନଙ୍କୁ ଦେଖିଲେ ବା କୌଣସି କାର୍ଯ୍ୟ କରୁଥିବେ ଋଷିମୁନିମାନେ ସେ ପହଞ୍ଚିଗଲେ ସେମାନଙ୍କୁ ମାରି ପିଟିକିରି ସେମାନଙ୍କର କ'ଣ କି ରକ୍ତ ଶୋଷି ନେଉଥିଲେ, ସେଇଭଳି ତୁ କ'ଣ କରିବୁ, ମାନବ ପଦବାଚ୍ୟ ଯଦି ହେବାକୁ ଅଛି ତାହେଲେ ଦାନବ ହେବୁ ନାହିଁ, ରାକ୍ଷସ ପାଲଟିଯିବୁ ନାହିଁ ବୋଲିକି ଆମକୁ ଶ୍ରୀମତୀ କୁମୁଦମାଳା ମହାନ୍ତି ଆମକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଆଜି ଆମେ କ'ଣ କରିବା, ପିଲାମାନେ ଘରେ ରହିବା, ସୁସ୍ଥ ରହିବା, ଆଉ ଏଇ ସଂକ୍ରାମକ ରୋଗ କରୋନା ଭାଇରସରୁ ଦୂରେଇ ରହିବା। ଧନ୍ୟବାଦ। ପୁଣି ଆଉ ଥରେ ତୁମକୁ କହି ରଖୁଛି, ପିଲାମାନେ କବିତାକୁ କଣ୍ଠସ୍ଥ କରିକି ଆସିବ। ଆଉ ଆଜି ଆମ ଏଇ ପ୍ରସଙ୍ଗଟି ସମାପ୍ତ ହୋଇଯାଇଛି। ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, କରୋନା ଭାଇରସ ଠାରୁ ଦୂରେଇ ରୁହନ୍ତୁ। ଧନ୍ୟବାଦ।